ओम शांति 18 जून 2025 प्रातः मुरली शिव भगवान कर मधुर महावाक्य। शिव बाबा कहते मिठे बच्चे, यही रुद्र ज्ञान यज्ञ स्वयं रुद्र भगवान रचना करिछन्ति। एथिरे तुमे निजर सबुकिछि स्वाहा करिदियो, काहींकि ना एबे घरकु जिबाकु हेबो। यही रुद्र ज्ञान यज्ञ स्वयं रुद्र भगवान रचना करिछन्ति। एथिरे तुमे निजर सबुकिछि स्वाहा करिदियो, काहींकि ना एबे घरकु जिबाकु हेबो। प्रश्न, संगम जुगरे केउं वंडरफुल अर्थात आश्चर्यजनक खेल चलुछि? संगम जुगरे केउं वंडरफुल अर्थात आश्चर्यजनक खेल चलुछि? उत्तर, भगवानक द्वारा रचित यज्ञरे ही असुर मानकर विघ्न पड़ुछि। एहा मध्य संगम जुगरे विचित्र खेल चलिछि। एपरि यज्ञ पुणी सारा कल्प मध्यरे केबे भी रचना कराजिब नाही। एहा हेउछि राजस्व अश्वमेध यज्ञ, ଯାହାକି ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ରଚା ଯାଇଛି। ଏଥିରେ ମଧ୍ୟ ବିଘ୍ନ ପଡ଼ୁଛି। ଓମ୍ ଶାନ୍ତି। ତୁମେ କେଉଁଠି ବସିଛ? ଏହାକୁ ସ୍କୁଲ ଅଥବା ୟୁନିଭର୍ସିଟି ମଧ୍ୟ କହିପାରିବ। ଏହା ହେଉଛି ବିଶ୍ୱବିଦ୍ୟାଳୟ, ଯାହାର ଈଶ୍ୱରୀୟ ଶାଖାମାନ ରହିଛି। ବାବା ହିଁ ସବୁଠାରୁ ବଡ଼ ୟୁନିଭର୍ସିଟି ଖୋଲିଛନ୍ତି। ଶାସ୍ତ୍ରରେ ରୁଦ୍ର ଯଜ୍ଞ ନାମ ଲେଖିଦେଇଛନ୍ତି। ବର୍ତ୍ତମାନ ତୁମେ ଜାଣୁଛ ଯେ ଶିବ ବାବା ଏହି ପାଠଶାଳା ଅଥବା ୟୁନିଭର୍ସିଟି ଖୋଲିଛନ୍ତି। ଏଠାରେ ସର୍ବୋଚ୍ଚ ବାବା ପାଠ ପଢ଼ାଉଛନ୍ତି। ଏକଥା ମଧ୍ୟ ତୁମ ବୁଦ୍ଧିରେ ମନେ ରହିବା ଉଚିତ। ଭଗବାନ ଆମକୁ ପାଠ ପଢ଼ାଉଛନ୍ତି। ତାଙ୍କ ଦ୍ୱାରା ଏହି ଯଜ୍ଞ ରଚନା କରାଯାଇଛି, ଯାହାର ଖ୍ୟାତି ମଧ୍ୟ ରହିଛି। ରାଜସ୍ୱ ଅଶ୍ୱମେଧ ରୁଦ୍ର ଜ୍ଞାନ ଯଜ୍ଞ। ରାଜସ୍ୱ ଅର୍ଥାତ ସ୍ୱରାଜ୍ୟ ନିମନ୍ତେ, ଅଶ୍ୱମେଧ ଅର୍ଥାତ ଏସବୁ ଯାହା କିଛି ଦେଖିବାକୁ ମିଳୁଛି ତାହା ସବୁ ସ୍ୱାହା କରୁଛୁ। ଶରୀର ମଧ୍ୟ ସ୍ୱାହା ହୋଇଯିବ, ଆତ୍ମା ତ କେବେ ସ୍ୱାହା ହୋଇପାରିବ ନାହିଁ। ସମସ୍ତ ଶରୀର ସ୍ୱାହା ହୋଇଯିବ, ବାକି ଆତ୍ମାମାନେ ଘରକୁ ଫେରିଯିବେ। ଏହା ହେଉଛି ସଙ୍ଗମ ଯୁଗ। ସମସ୍ତ ଆତ୍ମା ଚାଲିଯିବେ, ବାକି ଶରୀର ନାଶ ହୋଇଯିବ। ଏସବୁ ହେଉଛି ଡ୍ରାମା। ତୁମେମାନେ ଡ୍ରାମାର ଅଧୀନରେ ପରିଚାଳିତ ହେଉଛ। ବାବା କହୁଛନ୍ତି ମୁଁ ସ୍ୱରାଜ୍ୟ ଯଜ୍ଞ ରଚନା କରୁଛି। ବାବା କହୁଛନ୍ତି ମୁଁ ରାଜସ୍ୱ ଯଜ୍ଞ ରଚନା କରୁଛି। ଏହା ମଧ୍ୟ ଡ୍ରାମାର ପ୍ଲାନ ଅନୁସାରେ ରଚନା କରାଯାଇଛି। ଏପରି କହିବେ ନାହିଁ ଯେ ମୁଁ ଯଜ୍ଞ ରଚନା କରିଛି। ଡ୍ରାମା ପ୍ଲାନ ଅନୁସାରେ ତୁମମାନଙ୍କୁ ପଢ଼ାଇବା ପାଇଁ କଳ୍ପ ପୂର୍ବ ଭଳି ଜ୍ଞାନ ଯଜ୍ଞ ରଚନା କରାଯାଇଛି। ମୁଁ ରଚନା କରିଛି, ଏହା କହିବା ମଧ୍ୟ ଠିକ୍ ନୁହେଁ। ଡ୍ରାମାର ପ୍ଲାନ ଅନୁସାରେ ରଚନା କରାଯାଇଛି। ଏହା କଳ୍ପ କଳ୍ପ ରଚନା ହେଉଛି। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ନା? ଡ୍ରାମା ଅନୁସାରେ ଥରେ ମାତ୍ର ଯଜ୍ଞ ରଚନା କରାଯାଉଛି। ଏହା କୌଣସି ନୂଆ କଥା ନୁହେଁ। ଏବେ ବୁଦ୍ଧିରେ ଆସୁଛି। ବାସ୍ତବରେ 5000 ବର୍ଷ ପୂର୍ବରୁ ମଧ୍ୟ ସତ୍ୟଯୁଗ ଥିଲା। ଏବେ ପୁଣି ଚକ୍ରର ପୁନରାବୃତ୍ତି ହେଉଛି। ପୁନର୍ବାର ନୂଆ ଦୁନିଆ ସ୍ଥାପନ ହେଉଛି। ତୁମେ ନୂଆ ଦୁନିଆରେ ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ପାଠ ପଢ଼ୁଛ। ସେଥିପାଇଁ ପବିତ୍ର ମଧ୍ୟ ନିଶ୍ଚୟ ହେବାକୁ ପଡ଼ିବ। ସେହିମାନେ ହିଁ ପବିତ୍ର ରହୁଛନ୍ତି, ଯେଉଁମାନେ ଡ୍ରାମା ଅନୁସାରେ କଳ୍ପ ପୂର୍ବରୁ ହୋଇଥିଲେ ଏବଂ ଏବେ ମଧ୍ୟ ହେବେ। ତେଣୁ ସାକ୍ଷୀ ହୋଇ ଡ୍ରାମାକୁ ଦେଖିବା ସହିତ ପୁରୁଷାର୍ଥ ମଧ୍ୟ କରିବାକୁ ହେବ। ପିଲାମାନଙ୍କୁ ମାର୍ଗ ମଧ୍ୟ ବତାଇବାକୁ ହେବ। ମୁଖ୍ୟ କଥା ହେଉଛି ପବିତ୍ରତା। ବାବାଙ୍କୁ ଡାକୁଛନ୍ତି, ଆସି ଆମକୁ ପବିତ୍ର କର। ଏହି ଛି ଛି ଦୁନିଆରୁ ନେଇଯାଅ। ବର୍ତ୍ତମାନ ବାବା ଆସିଛନ୍ତି ଆମକୁ ଘରକୁ ନେଇଯିବା ପାଇଁ। ପିଲାମାନଙ୍କୁ ବହୁତ ପଏଣ୍ଟସ୍ ଦିଆଯାଉଛି। ବାବା କହୁଛନ୍ତି ମନ୍ମନା ଭବ। ଏହା ହିଁ ମୁଖ୍ୟ ଅଟେ କଥା। ପାବନ ହେବା ପାଇଁ ହିଁ
ବାବାଙ୍କୁ ମନେ ପକାଉଛ, ଏକଥା ଭୁଲିଯିବା ଉଚିତ ନୁହେଁ। ତେଣୁ ଯେତେ ତାଙ୍କୁ ମନେ ପକାଇବ ତୁମର ସେତେ ଫାଇଦା ହେବ। ଚାଟ୍ ମଧ୍ୟ ରଖିବା ଦରକାର, ନଚେତ ଶେଷରେ ଫେଲ୍ ହୋଇଯିବ। ପିଲାମାନେ ଜାଣୁଛ, ଆମେ ହିଁ ଶତପ୍ରଧାନ ଥିଲୁ। ପୁରୁଷାର୍ଥର କ୍ରମ ଅନୁସାରେ ଯିଏ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ ହେଉଛନ୍ତି ତାଙ୍କୁ ମେହନତ ମଧ୍ୟ ଅଧିକ କରିବାକୁ ପଡ଼ିବ। ବାବାଙ୍କ ସ୍ମୃତିରେ ମଧ୍ୟ ରହିବାକୁ ପଡ଼ିବ। ଏକଥା ମଧ୍ୟ ଜାଣୁଛ ଯେ ବାକି ଅଳ୍ପ ସମୟ ଅଛି, ପୁଣି ସୁଖର ଦିନ ଆସିବ। ବାସ୍ତବରେ ଆମର ଅସରନ୍ତି ସୁଖର ଦିନ ଆସିବ। ବାବା ଥରେ ମାତ୍ର ଆସୁଛନ୍ତି, ଏହି ଦୁଃଖଧାମକୁ ଖଲାସ କରି ନିଜର ସୁଖଧାମକୁ ନେଇଯାଉଛନ୍ତି। ତୁମେମାନେ ଜାଣିଛ, ଏବେ ଆମେ ଈଶ୍ୱରୀୟ ପରିବାରରେ ଅଛୁ, ପୁଣି ଦୈବୀ ପରିବାରକୁ ଯିବୁ। ବର୍ତ୍ତମାନ ସମୟର ହିଁ ଗାୟନ ରହିଛି। ଏହି ସଙ୍ଗମ ହିଁ ପୁରୁଷୋତ୍ତମ ଅର୍ଥାତ୍ ଶ୍ରେଷ୍ଠ ହେବାର ଯୁଗ ଅଟେ। ତୁମେମାନେ ଜାଣିଛ, ଆମକୁ ବେହଦର ବାବା ପାଠ ପଢ଼ାଉଛନ୍ତି। ପୁଣି ଆଗକୁ ଗଲେ ସନ୍ନ୍ୟାସୀମାନେ ମଧ୍ୟ ମାନିବେ। ସେ ସମୟ ମଧ୍ୟ ଆସିବ ନା? ଏବେ ତୁମ କଥାର ଏତେ ପ୍ରଭାବ ପଡ଼ୁନାହିଁ। ଏବେ ରାଜଧାନୀ ସ୍ଥାପନ ହେଉଛି। ବିନାଶର ସମୟ ଅତି ନିକଟ ହୋଇଗଲାଣି। ଶେଷ ସମୟରେ ସନ୍ନ୍ୟାସୀମାନେ ମଧ୍ୟ ଆସି ବୁଝିବେ ସୃଷ୍ଟିର ଚକ୍ର କିପରି ଘୁରୁଛି। ଏହି ଜ୍ଞାନ କାହା ପାଖରେ ନାହିଁ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି, ପବିତ୍ରତା ପାଇଁ କେତେ ବିଘ୍ନ ପଡ଼ୁଛି। ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି। ଦ୍ରୌପଦୀ ଡାକିଥିଲେ ନା? ବାସ୍ତବରେ ତୁମେ ସମସ୍ତେ ଦ୍ରୌପଦୀ, ସୀତା, ପାର୍ବତୀ ଅଟ। ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଅବଳା କୁବ୍ଜାମାନେ ମଧ୍ୟ ବାବାଙ୍କ ଠାରୁ ସମ୍ପତ୍ତି ପାଉଛନ୍ତି। ବାବାଙ୍କ ସ୍ମୃତିରେ ତ ରହିପାରିବେ ନା? ଭଗବାନ ଆସି ଯଜ୍ଞ ରଚନା କରୁଛନ୍ତି, ଏଥିରେ କେତେ ବିଘ୍ନ ପଡ଼ୁଛି। ଏବେ ମଧ୍ୟ ବିଘ୍ନ ପଡ଼ୁଛି। କନ୍ୟାକୁ ଜବରଦସ୍ତି ବିବାହ କରାଉଛନ୍ତି, ନଚେତ ମାଡ଼ ମାରି ବାହାର କରିଦେଉଛନ୍ତି। ସେଥିପାଇଁ ଡାକୁଛନ୍ତି, ହେ ପତିତ ପାବନ ଆସ। ତେଣୁ ଆସିବା ପାଇଁ ନିଶ୍ଚୟ ତାଙ୍କର ଶରୀର ଦରକାର ନା? ଯେଉଁଥିରେ ଆସି ପବିତ୍ର କରିବେ। ଗଙ୍ଗା ପାଣି ଦ୍ୱାରା ତ ପବିତ୍ର ହେବେ ନାହିଁ। ବାବା ହିଁ ଆସି ପବିତ୍ର କରାଇ ପବିତ୍ର ଦୁନିଆର ମାଲିକ କରାଉଛନ୍ତି। ତୁମେ ଦେଖୁଛ, ଏହି ପତିତ ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ। ତେଣୁ କାହିଁକି ବାବାଙ୍କର ନ ହେବୁ? ସମ୍ପୂର୍ଣ୍ଣ ସମର୍ପଣ ହୋଇ ନ ଯିବୁ? ପିଲାମାନେ ପଚାରୁଛନ୍ତି, ଆମେ ସ୍ୱାହା କିପରି ହେବୁ? ଟ୍ରାନ୍ସଫର କିପରି କରିବୁ? ବାବା କହୁଛନ୍ତି, ପିଲାମାନେ, ତୁମେ ଏହି ସାକାର ବାବା ବା ବ୍ରହ୍ମାକୁ ଦେଖୁଛ ନା? ଇଏ ନିଜେ କରି ଶିଖାଉଛନ୍ତି, ଯେପରି କର୍ମ ମୁଁ କରିବି, ମୋତେ ଦେଖି ଅନ୍ୟମାନେ କରିବେ। ବାବା ୟାଙ୍କ ଦ୍ୱାରା କର୍ମ କରାଇଲେ ନା? ସବୁକିଛି ଯଜ୍ଞରେ ସ୍ୱାହା କରିଦେଲେ। ସ୍ୱାହା ହେବାରେ କ'ଣ କୌଣସି ଅସୁବିଧା ଅଛି କି? ଇଏ ନା ବହୁତ ସାହୁକାର ଥିଲେ, ନା ଗରିବ ଥିଲେ। ବିଲକୁଲ ସାଧାରଣ ଥିଲେ। ଯଜ୍ଞ ରଚନା କଲେ, ସେଥିରେ ଖାଦ୍ୟ ପାନୀୟର ସବୁ ସାମଗ୍ରୀ ଦରକାର ନା? ଏହା ହେଉଛି ଈଶ୍ୱରୀୟ ଯଜ୍ଞ। ଈଶ୍ୱର ଆସି ଏହି ଜ୍ଞାନ ଯଜ୍ଞର ସ୍ଥାପନା କରିଛନ୍ତି। ତୁମମାନଙ୍କୁ ରାଜଯୋଗର ପାଠ ପଢ଼ାଉଛନ୍ତି। ଏହି ଯଜ୍ଞର ମହିମା ବହୁତ ଉଚ୍ଚ ଅଟେ। ଈଶ୍ୱରୀୟ ଯଜ୍ଞରୁ ହିଁ ତୁମର ଶରୀର ନିର୍ବାହ ହେଉଛି। ଯିଏ ନିଜକୁ ଅର୍ପଣମୟ ଭାବୁଛନ୍ତି, ନିମିତ୍ତ ଭାବୁଛନ୍ତି, କହୁଛନ୍ତି ଏସବୁ କିଛି ଈଶ୍ୱରଙ୍କର। ଆମେ ଶିବ ବାବାଙ୍କ ଯଜ୍ଞରୁ ଭୋଜନ ଖାଉଛୁ। ତେବେ ଏହା ବିଚାର କରିବାର କଥା ନା? ଏଠାରେ ତ ସମସ୍ତେ ଆସି ରହିବେ ନାହିଁ। ଉଦାହରଣ ସ୍ୱରୂପରେ ବ୍ରହ୍ମାକୁ ତ ଦେଖ, କିପରି ସବୁକିଛି ସ୍ୱାହା କରିଦେଲେ। ବାବା କହୁଛନ୍ତି, ଯେପରି କର୍ମ ଇଏ କରୁଛନ୍ତି, ୟାଙ୍କୁ ଦେଖି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ମିଳିଲା। ଅନେକ ସ୍ୱାହା ହୋଇଗଲେ, ଆଉ ଏବେ ସେମାନେ ନିଜର ସମ୍ପତ୍ତି ନେଉଛନ୍ତି। ବୁଦ୍ଧିରେ ମଧ୍ୟ ବିଚାର ଆସୁଛି ଯେ ଆତ୍ମା ତ ଚାଲିଯିବ, ବାକି ଶରୀର ସବୁ ଏଠାରେ ଶେଷ ହୋଇଯିବ। ଏହା ବେହଦର ଯଜ୍ଞ ଅଟେ। ଏଥିରେ ସବୁ ସ୍ୱାହା ହୋଇଯିବ। କିପରି ବୁଦ୍ଧି ଆଧାରରେ
ସମର୍ପିତ ହୋଇ ନଷ୍ଟମହା ହେବ। ଏକଥା ଏବେ ତୁମକୁ ବୁଝାଯାଉଛି। ଏକଥା ମଧ୍ୟ ଜାଣିଛ, ସବୁ ଜିନିଷ ଭସ୍ମ ହୋଇଯିବ। ଏହା କେତେ ବଡ଼ ଯଜ୍ଞ! ସ୍ୱର୍ଗରେ ପୁଣି କୌଣସି ଯଜ୍ଞ ରଚନା କରାଯାଏ ନାହିଁ, ନା କୌଣସି ଉପଦ୍ରବ୍ୟ ହୋଇଥାଏ। ଭକ୍ତି ମାର୍ଗରେ ଯେତେ ସବୁ ଯଜ୍ଞ ରହିଛି, ସେସବୁ ଶେଷ ହୋଇଯିବ। ଜ୍ଞାନର ସାଗର ଏକମାତ୍ର ଭଗବାନ ହିଁ ଅଟନ୍ତି। ସେ ହିଁ ମନୁଷ୍ୟ ସୃଷ୍ଟିର ବୀଜ ରୂପ। ସତ୍ୟ ଚୈତନ୍ୟ ଅଟନ୍ତି। ଶରୀର ଜଡ଼, ଆତ୍ମା ଚୈତନ୍ୟ ଅଟେ। ସେହି ଜ୍ଞାନର ସାଗର ତୁମମାନଙ୍କୁ ପଢ଼ାଉଛନ୍ତି। ସେମାନେ କେବଳ ଗାୟନ କରୁଛନ୍ତି, ଆଉ ତୁମକୁ ବାବା ସବୁ ଜ୍ଞାନ ଶୁଣାଉଛନ୍ତି। କିନ୍ତୁ ଜ୍ଞାନ ତ ବହୁତ ବେଶୀ ନୁହେଁ। ବିଶ୍ୱର ଚକ୍ର କିପରି ଘୁରୁଛି, ଏହାକୁ କେବଳ ବୁଝାଇବାକୁ ହେବ। ଏଠାରେ ବାବା ତୁମକୁ ନିଜେ ପଢ଼ାଉଛନ୍ତି। ଏକଥା ମଧ୍ୟ କହୁଛନ୍ତି, ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି। ଭାଗୀରଥ ମଧ୍ୟ ପ୍ରସିଦ୍ଧ ଅଟନ୍ତି। ସିଏ ନିଶ୍ଚୟ ମନୁଷ୍ୟ ହୋଇଥିବେ, ଯାହାଙ୍କ ମାଧ୍ୟମରେ ବାବା ଆସିବେ। ତାଙ୍କର ଶିବ ନାମ ହିଁ ପ୍ରଚଳିତ ଅଛି। ବାକି ଅନ୍ୟ ସମସ୍ତଙ୍କ ନାମ ବଦଳୁଛି, ୟାଙ୍କ ନାମ କେବେ ବି ବଦଳୁ ନାହିଁ। କିନ୍ତୁ ଭକ୍ତିରେ ଅନେକ ନାମ ରଖିଦେଇଛନ୍ତି। ସିଏ ଶିବ ବାବା ହିଁ ଅଟନ୍ତି। ଶିବଙ୍କୁ କଲ୍ୟାଣକାରୀ କୁହାଯାଏ ନା? ଭଗବାନ ହିଁ ଆସି ନୂଆ ଦୁନିଆ ସ୍ୱର୍ଗ ସ୍ଥାପନ କରୁଛନ୍ତି, ତେଣୁ କଲ୍ୟାଣକାରୀ ହେଲେ ନା? ତୁମେମାନେ ଜାଣିଛ ଯେ ଭାରତରେ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି, ପୁଣି ସ୍ୱର୍ଗ ନିଶ୍ଚୟ ହେବ। ଏହାକୁ କୁହାଯାଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଯେତେବେଳେ କି ବାବା ନାଉରିଆ ହୋଇ ତୁମମାନଙ୍କୁ ଏପାରିରୁ ସେପାରିକୁ ନେଇଯାଉଛନ୍ତି। ଏହା ହେଉଛି ପୁରୁଣା ଦୁଃଖର ଦୁନିଆ। ପୁଣି ଡ୍ରାମା ଅନୁସାରେ ନିଶ୍ଚୟ ନୂଆ ଦୁନିଆ ଆସିବ, ଯେଉଁଥିପାଇଁ ତୁମେମାନେ ଏବେ ପୁରୁଷାର୍ଥ କରୁଛ। ବାବାଙ୍କର ସ୍ମୃତି ହିଁ ଘଡ଼ି ଘଡ଼ି ଭୁଲି ଯାଉଛ, ତେଣୁ ଏଥିରେ ପରିଶ୍ରମ କରିବାକୁ ହେବ। ପୂର୍ବରୁ ତୁମ ଦ୍ୱାରା ଯାହା ବିକର୍ମ ହୋଇଛି, ତାର ଦଣ୍ଡ କର୍ମଭୋଗ ରୂପରେ ଭୋଗିବାକୁ ପଡ଼ିଥାଏ ଏବଂ ଏହା ଅନ୍ତିମ ସମୟ ପର୍ଯ୍ୟନ୍ତ ଭୋଗିବାକୁ ହେବ। ଏଥିରେ କ୍ଷମା ମିଳିପାରିବ ନାହିଁ। ଏପରି ନୁହେଁ ଯେ ବାବା କ୍ଷମା କରିଦେବେ, କିଛି ବି ହୋଇପାରିବ ନାହିଁ। ଡ୍ରାମା ଅନୁସାରେ ସବୁ ହେଉଛି, କ୍ଷମା ଆଦି ମିଳିନଥାଏ। ହିସାବ କିତାବ ଚୁକ୍ତ କରିବାକୁ ହେବ। ତମଃ ପ୍ରଧାନରୁ ଶତ ପ୍ରଧାନ ହେବାକୁ ପଡ଼ିବ। ଏଥିପାଇଁ ଶ୍ରୀମତ ମଧ୍ୟ ମିଳୁଛି। ଶ୍ରୀ ଶ୍ରୀ ଶିବ ବାବାଙ୍କ ମତର ଶ୍ରୀମତ ଦ୍ୱାରା ତୁମେ ଶ୍ରୀ ଅର୍ଥାତ ଶ୍ରେଷ୍ଠ ହେଉଛ। ସର୍ବୋଚ୍ଚ ବାବା ତୁମକୁ ଉଚ୍ଚ ଅର୍ଥାତ ଶ୍ରେଷ୍ଠ କରାଉଛନ୍ତି। ତୁମେ ଏବେ ଶ୍ରେଷ୍ଠ ହେଉଛ। ଏବେ ତୁମର ସ୍ମୃତି ଆସିଛି। ବାବା କଳ୍ପ କଳ୍ପ ଆସି ଆମକୁ ପାଠ ପଢ଼ାଉଛନ୍ତି, ଯେଉଁ ପାଠପଢ଼ା ଦ୍ୱାରା ଅଧା କଳ୍ପ ପ୍ରାରବ୍ଧ ମିଳୁଛି। ସୃଷ୍ଟିଚକ୍ର କିପରି ଘୁରୁଛି, ଏହି ଜ୍ଞାନର ସେଠାରେ ଆବଶ୍ୟକତା ନଥାଏ। ବାବା ପ୍ରତିକଳ୍ପରେ ଥରେ ମାତ୍ର ଆସି କହୁଛନ୍ତି ଯେ ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି। ତୁମର କାମ ହେଉଛି ପଢ଼ିବା ଏବଂ ପବିତ୍ର ହେବା, ତା ସହିତ ଯୋଗଯୁକ୍ତ ହୋଇ ମଧ୍ୟ ରହିବାକୁ ହେବ। ବାବାଙ୍କର ହୋଇ ଯଦି ପବିତ୍ର ନ ହେଲ, ତେବେ 100 ଗୁଣା ଦଣ୍ଡ ମିଳିବ। ନାମ ମଧ୍ୟ ବଦନାମ ହୋଇଯିବ। ଗାୟନ ମଧ୍ୟ ରହିଛି। ସତ୍ ଗୁରୁଙ୍କର ନିନ୍ଦୁକକୁ କେଉଁଠି ସ୍ଥାନ ମିଳିପାରିବ ନାହିଁ। ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ଇଏ କିଏ ଅଟନ୍ତି। ସତ୍ୟ ବାବା ହିଁ ସତ୍ ଗୁରୁ, ସତ୍ ଶିକ୍ଷକ ଅଟନ୍ତି ନା? ସେ ତୁମମାନଙ୍କୁ ପଢ଼ାଉଛନ୍ତି। ସିଏ ସତ୍ୟ ସତଗୁରୁ ମଧ୍ୟ ଅଟନ୍ତି। ଯେମିତି ବାବା ଜ୍ଞାନର ସାଗର ଅଟନ୍ତି, ସେମିତି ତୁମେମାନେ ମଧ୍ୟ ଜ୍ଞାନର ସାଗର ଅଟ। ବାବା ତ ସବୁ ଜ୍ଞାନ ଦେଇଛନ୍ତି। ଯିଏ ଯେତେ କଳ୍ପ ପୂର୍ବରୁ ଧାରଣ କରିଛନ୍ତି, ସେତିକି କରିବେ। ପୁରୁଷାର୍ଥ ତ କରିବାକୁ ହେବ। କର୍ମ ବିନା କେହି ରହିପାରିବେ ନାହିଁ। କେତେ ହଠଯୋଗ ଆଦି କରୁଛନ୍ତି, କିନ୍ତୁ ତାହା ମଧ୍ୟ କର୍ମ ଅଟେ ନା? ଏହା ମଧ୍ୟ ଏକ ଧନ୍ଦା ଅଟେ। ଆଜୀବିକା ନିମନ୍ତେ ଖ୍ୟାତି ହେଉଛି, ବହୁତ ପଇସା ମିଳୁଛି। ପାଣି ଉପରେ, ନିଆଁ ଉପରେ ଚାଲୁଛନ୍ତି, କିନ୍ତୁ କେବଳ ଉଡ଼ିପାରୁନାହାନ୍ତି।
ଏଥିରେ ପେଟ୍ରୋଲ ଆଦି ଦରକାର ନା, କିନ୍ତୁ ଏଥିରେ କିଛି ଫାଇଦା ନାହିଁ। କାରଣ ପବିତ୍ର ତ ହେଉନାହାନ୍ତି। ବୈଜ୍ଞାନିକମାନଙ୍କର ମଧ୍ୟ ପ୍ରତିଯୋଗିତା ହେଉଛି ତାଙ୍କର ବିଜ୍ଞାନ କୌଶଳର ଦୌଡ଼ ପ୍ରତିଯୋଗିତା, ଆଉ ତୁମର ନୀରବତାରେ ରହି ବାବାଙ୍କୁ ମନେ ପକାଇବାର ପ୍ରତିଯୋଗିତା। ସମସ୍ତେ ଶାନ୍ତି ହିଁ ମାଗୁଛନ୍ତି। ବାବା କହୁଛନ୍ତି, ଶାନ୍ତି ତୁମର ସ୍ୱଧର୍ମ। ତେଣୁ ନିଜକୁ ଆତ୍ମା ଭାବ। ବର୍ତ୍ତମାନ ତୁମକୁ ନିଜର ଘର ଶାନ୍ତିଧାମକୁ ଯିବାକୁ ହେବ। ଏହା ହେଉଛି ଦୁଃଖଧାମ। ଆମେ ଶାନ୍ତିଧାମରୁ ପୁଣି ସୁଖଧାମକୁ ଆସିବୁ। ଏହି ଦୁଃଖଧାମ ଖଲାସ ହୋଇଯିବ। ଏହାକୁ ଭଲ ଭାବରେ ଧାରଣ କରି ପୁଣି ଅନ୍ୟମାନଙ୍କୁ ଧାରଣ କରାଇବାକୁ ହେବ। ବାକି ଅଳ୍ପ ଦିନ ରହିଛି। ଲୌକିକ ପାଠ ପଢ଼ି ପୁଣି ଶରୀର ନିର୍ବାହ ଅର୍ଥେ ବହୁତ କଷ୍ଟ କରିବାକୁ ପଡ଼ୁଛି। ଭାଗ୍ୟବାନ ସନ୍ତାନମାନେ ତୁରନ୍ତ ନିର୍ଣ୍ଣୟ ନେଇଥାନ୍ତି ଯେ ଆମେ କେଉଁ ପାଠ ପଢ଼ିବୁ। ଲୌକିକ ପାଠପଢ଼ା ଏବଂ ଏହି ଅଲୌକିକ ପାଠପଢ଼ା ଦ୍ୱାରା କ'ଣ ମିଳୁଛି? ଏହି ପାଠପଢ଼ାରେ ତ 21 ଜନ୍ମର ପ୍ରାରବ୍ଧ ମିଳୁଛି। ତେଣୁ ବିଚାର କରିବା ଉଚିତ, ଆମେ କେଉଁ ପାଠ ପଢ଼ିବୁ। ଯାହାକୁ ବେହଦ ବାବାଙ୍କ ଠାରୁ ବର୍ଷା ପାଇବାର ଥିବ, ସେ ଏହି ବେହଦ ପାଠପଢ଼ାରେ ଲାଗିଯିବେ। କିନ୍ତୁ ଡ୍ରାମା ପ୍ଲାନ ଅନୁସାରେ କାହାର ଭାଗ୍ୟରେ ନଥିଲେ ପୁଣି ସେହି ଲୌକିକ ପାଠପଢ଼ାରେ ଲାଗି ପଡ଼ିଥାନ୍ତି। ଏହି ପାଠ ପଢ଼ନ୍ତି ନାହିଁ। କୁହନ୍ତି ଫୁର୍ସତ ମିଳୁନାହିଁ। ବାବା ପଚାରୁଛନ୍ତି, କେଉଁ ଜ୍ଞାନ ଭଲ? ତାହାଦ୍ୱାରା କ'ଣ ମିଳୁଛି ଏବଂ ଏହାଦ୍ୱାରା କ'ଣ ମିଳୁଛି? କହୁଛନ୍ତି ବାବା, ଲୌକିକ ପାଠପଢ଼ା ଦ୍ୱାରା କ'ଣ ମିଳିବ? ଅଳ୍ପ କିଛି ରୋଜଗାର କରିବୁ। ଏଠାରେ ତ ଭଗବାନ ପଢ଼ାଉଛନ୍ତି। ଆମକୁ ତ ଏହି ପାଠ ପଢ଼ି ରାଜପଦ ପ୍ରାପ୍ତ କରିବାର ଅଛି। ତେଣୁ ଅଧିକ ଧ୍ୟାନ କେଉଁ କଥା ପ୍ରତି ଦେବା ଉଚିତ? କେହି କେହି କହିଥାନ୍ତି, ବାବା ସେ ପାଠପଢ଼ା ସରିଲେ ପୁଣି ଆସିବୁ। ବାବା ବୁଝିଯାଆନ୍ତି, ଏହାଙ୍କ ଭାଗ୍ୟରେ ନାହିଁ। କ'ଣ ଘଟିବ ତାହା ଆଗକୁ ଗଲେ ଦେଖିବ। ଜାଣୁଛନ୍ତି ଶରୀର ଉପରେ ଭରସା ନାହିଁ। ତେଣୁ ଏହି ସତ୍ୟ ରୋଜଗାରରେ ଲାଗିଯିବା ଉଚିତ। ଯାହାଙ୍କ ଭାଗ୍ୟରେ ଅଛି ସେ ନିଜର ଭାଗ୍ୟ ଉଜ୍ଜ୍ୱଳ କରିବେ। ସେଥିପାଇଁ ପୂରା ପରିଶ୍ରମ କରିବାକୁ ହେବ। ଆମେ ବାବାଙ୍କ ଠାରୁ ବର୍ଷା ନିଶ୍ଚୟ ନେବୁ। ବେହଦର ବାବା ଆମକୁ ରାଜତ୍ୱ ଦେଉଛନ୍ତି। ତେଣୁ କାହିଁକି ଆମେ ଏହି ଗୋଟିଏ ଅନ୍ତିମ ଜନ୍ମ ପବିତ୍ର ନ ରହିବୁ? ଏତେ ଢେର ସନ୍ତାନ ପବିତ୍ର ରହୁଛନ୍ତି। କ'ଣ ମିଛ କହୁଛନ୍ତି କି? ସମସ୍ତେ ପୁରୁଷାର୍ଥ କରୁଛନ୍ତି, ପଢ଼ୁଛନ୍ତି, ତଥାପି ବିଶ୍ୱାସ କରୁନାହାନ୍ତି। ବେହଦର ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ପୁରୁଣା ଦୁନିଆକୁ ନୂଆରେ ପରିଣତ କରିବାର ସମୟ ଆସୁଛି। ପୁରୁଣା ଦୁନିଆର ବିନାଶ ତ ସମ୍ମୁଖରେ ଉପସ୍ଥିତ। ଏହା ବହୁତ ସ୍ପଷ୍ଟ ଅଟେ। ବାସ୍ତବରେ ସେହି ସମୟ ଆସିଯାଇଛି। ଅନେକ ଧର୍ମ ରହିଛି। ସତ୍ୟ ଯୁଗରେ ତ ଗୋଟିଏ ଧର୍ମ ଥାଏ। ଏହା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି। ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଅଛନ୍ତି ଯିଏକି ଏବେ ମଧ୍ୟ ନିଶ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି। ଆରେ ନିଶ୍ଚୟ କରିବାରେ କ'ଣ ସମୟ ଲାଗୁଛି? ଶରୀର ଉପରେ କ'ଣ ଭରସା ଅଛି କି? ସେଥିପାଇଁ ଟିକିଏ ହେଲେ ବି ସୁଯୋଗ ହାତଛଡ଼ା କରିବା ଉଚିତ ଅନୁଚିତ? ଯଦି କାହାର ଭାଗ୍ୟରେ ନଥିବ, ତେବେ ତାଙ୍କ ବୁଦ୍ଧିରେ ତିଳେ ମାତ୍ର ଏ ଜ୍ଞାନ ରହିନଥାଏ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଅବିନାଶୀ ରୋଜଗାର କରି 21 ଜନ୍ମ ପାଇଁ ନିଜର ଭାଗ୍ୟ ଗଢ଼ିବାକୁ ହେବ। ଶରୀର ଉପରେ କୌଣସି ଭରସା ନାହିଁ। ସେଥିପାଇଁ ଟିକିଏ ବି ସୁଯୋଗକୁ ହାତଛଡ଼ା କରିବାର ନାହିଁ। 2 ନମ୍ବର। ନଷ୍ଟମୋହା ହୋଇ ନିଜର ସବୁକିଛି ରୁଦ୍ର ଯଜ୍ଞରେ ସ୍ୱାହା କରିବାକୁ ହେବ।
ନିଜକୁ ଅର୍ପଣ କରି ଟ୍ରଷ୍ଟି ହୋଇ ଦାୟିତ୍ୱ ତୁଲାଇବାକୁ ହେବ। ସାକାର ବାବାଙ୍କୁ ଅନୁକରଣ କରିବାକୁ ହେବ। ଆଜିର ବରଦାନ। ଈଶ୍ୱରୀୟ ନିଶା ଦ୍ୱାରା ପୁରୁଣା ଦୁନିଆକୁ ଭୁଲୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଭବ। ଈଶ୍ୱରୀୟ ନିଶା ଦ୍ୱାରା ପୁରୁଣା ଦୁନିଆକୁ ଭୁଲୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଭବ। ଡିଟେଲ୍ସ। ଯେପରି ସେହି ନିଶା ସବୁକିଛି ଭୁଲାଇ ଦେଇଥାଏ, ସେହିପରି ଏହି ଈଶ୍ୱରୀୟ ନିଶା ମଧ୍ୟ ଦୁଃଖର ଦୁନିଆକୁ ସହଜରେ ଭୁଲାଇ ଦେଇଥାଏ। ସେହି ନିଶାରେ ତ ବହୁତ କ୍ଷତି ମଧ୍ୟ ହୋଇଥାଏ। ଅଧିକ ପିଇବା ଦ୍ୱାରା ମୃତ୍ୟୁବରଣ ମଧ୍ୟ କରିଥାନ୍ତି। କିନ୍ତୁ ଏହି ନିଶା ଅବିନାଶୀ କରିଦିଏ। ଯେଉଁମାନେ ସର୍ବଦା ଈଶ୍ୱରୀୟ ନିଶାରେ ମସ୍ତ ରହିଥାନ୍ତି, ସେମାନେ ସର୍ବପ୍ରାପ୍ତି ସମ୍ପନ୍ନ ହୋଇଯାଆନ୍ତି। ତେବେ ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ଏହି ସ୍ମୃତି ହିଁ ନିଶା ଚଢ଼ାଇଥାଏ ଏବଂ ଏହି ସ୍ମୃତି ଦ୍ୱାରା ହିଁ ସମର୍ଥ ଆସିଥାଏ। ଆଜିର ସ୍ଲୋଗାନ। ପରସ୍ପରକୁ କପି କରିବା ପରିବର୍ତ୍ତେ ବାବାଙ୍କୁ କପି କର ଅର୍ଥାତ୍ ଅନୁକରଣ କର। ପରସ୍ପରକୁ କପି କରିବା ପରିବର୍ତ୍ତେ ବାବାଙ୍କୁ କପି କର ଅର୍ଥାତ୍ ଅନୁକରଣ କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ସ୍ଥିତିରେ ରହୁଥିବା ଆତ୍ମାମାନେ ହିଁ ପ୍ରତ୍ୟେକ ଜ୍ଞାନରତ୍ନର ଗୁହ୍ୟତାକୁ ଯାଇପାରିବେ। ଜ୍ଞାନର ପ୍ରତ୍ୟେକ ପଏଣ୍ଟର ରହସ୍ୟ କ'ଣ ଏବଂ କେଉଁ ସମୟରେ କେଉଁ ବିଧିରେ ତାକୁ କାର୍ଯ୍ୟରେ ବା ସେବାରେ ଲଗାଇବାକୁ ହେବ, ଏହିଭଳି ଭାବରେ ତା ଉପରେ ମନନ ଚିନ୍ତନ କରିବା ସହିତ ତାର ରହସ୍ୟର ସ୍ୱାଦକୁ ଅନୁଭବ କର। ତେବେ ନିଶାର ଅନୁଭୂତି କରିପାରିବ। ଓମ୍ ଶାନ୍ତି।